ଏକ ଘଞ୍ଚ ଜଙ୍ଗଲରେ ମାନି ନାମକ ଏକ ଛୋଟିଆ ଗୁଣ୍ଡୁଚି ମୂଷା ଏବଂ ସାନି ନାମକ ଜଣେ ପରିଶ୍ରମୀ ଏବଂ ଅଳସୁଆ କଇଁଛ ରହୁଥିଲେ। ସାନି ନିଜର ସାହସ ଏବଂ ନିଷ୍ଠା ପାଇଁ ଜଣାଶୁଣା ଥିବାବେଳେ ମାନି ସର୍ବଦା ଚତୁର ଏବଂ ଶୀଘ୍ର ହୋଇଥିବାରୁ ଗର୍ବିତ ଥିଲା। ଦିନେ ମାନି ଦେଖିଲା ଯେ ଜଙ୍ଗଲର ଏକ ଅଂଶରେ ଅନେକ ସୁସ୍ୱାଦୁ ଫଳ ରହିଛି, କିନ୍ତୁ ସେହି ଫଳଗୁଡ଼ିକ ଏକ ଉଚ୍ଚ ଗଛରେ ଥିଲା ଏବଂ ସେଠାରେ ପହଞ୍ଚିବା ବହୁତ କଷ୍ଟକର ଥିଲା। ମାନି ଭାବିଥିଲା ଯେ ସେ ସେହି ଫଳଗୁଡ଼ିକୁ ଯଥାଶୀଘ୍ର ସଂଗ୍ରହ କରିବ ଏବଂ ସମସ୍ତ ପଶୁମାନଙ୍କ ସାମ୍ନାରେ ନିଜର ଚତୁରତା ପ୍ରଦର୍ଶନ କରିବ। ମାନି ଶୀଘ୍ର ଗଛକୁ ଚଢ଼ିବା ଆରମ୍ଭ କଲା। ତାର ଗତି ଦ୍ରୁତ ଗତିରେ, କିନ୍ତୁ ସେ ଶୀଘ୍ର ଅଟକିଗଲା ଏବଂ ଗଛ ମଧ୍ୟରେ ବିଶ୍ରାମ ନେବାକୁ ପଡ଼ିଲା। ମାନି କେତେ ଶୀଘ୍ର ଅଟକିଗଲା ଏବଂ ତାର ଅଭିଜ୍ଞତା ସହିତ ତାକୁ ବୁଝାଇବାକୁ ସ୍ଥିର କଲା। ଧୈର୍ଯ୍ୟ ଏବଂ ଦୃଢ଼ତା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ତୁମେ ଶୀଘ୍ର ବନ୍ଦ କର, ତୁମେ ତୁମର କାମ କରିପାରିବ ନାହିଁ ବୋଲି ସାନି କହିଲା। ମାନି ସାନି କଥାକୁ ଅଣଦେଖା କରି ପୁନର୍ବାର ଗଛ ଉପରକୁ ଚଢ଼ିବାକୁ ଲାଗିଲା, କିନ୍ତୁ କିଛି ସମୟ ପରେ ସେ ପୁଣି ଅଟକିଗଲା ଏବଂ ତଳକୁ ଓହ୍ଲାଇବାକୁ ପଡ଼ିଲା। ବର୍ତ୍ତମାନ ସେ ହତାଶ ହୋଇଯାଇଥିଲା। ସାନି ମାନିକୁ ତାକୁ ସାହାଯ୍ୟ ପ୍ରଦାନ କଲା। ଆମେ ଦୁହେଁ ଏକାଠି କାମ କରୁ। ତୁମେ ଉପରକୁ ଚଢ଼ି ଫଳ ଛାଡ଼ିଦେବ ଏବଂ ମୁଁ ତଳେ ରହିବି ଏବଂ ସଂଗ୍ରହ କରିବି। ଏହି ଉପାୟରେ ଆମେ ଦୁହେଁ ଅଧିକ ଫଳ ସଂଗ୍ରହ କରିପାରିବା। ମାନି ସାନିର ପରାମର୍ଶ ଗ୍ରହଣ କଲା ଏବଂ ସେମାନେ ଏକାଠି କାମ କରିବା ଆରମ୍ଭ କଲେ। ମାନି ଧୀରେ ଧୀରେ ଗଛରେ ଚଢ଼ି ଫଳଗୁଡ଼ିକ ଛାଡ଼ିଦେଲା ଏବଂ ସାନି ସେମାନଙ୍କୁ ଏକାଠି କଲା। ଏହିପରି ଭାବରେ ଉଭୟେ ଏକତ୍ର କାର୍ଯ୍ୟ କରି କାର୍ଯ୍ୟକୁ ଭଲ ଭାବରେ କଲେ। ସେହି ଦିନଠାରୁ ମାନି ସାନିଠାରୁ ଧୈର୍ଯ୍ୟର ମହତ୍ତ୍ୱ ଶିଖିଲା ଏବଂ ଦୁହେଁ ସର୍ବଦା ପରସ୍ପରକୁ ସାହାଯ୍ୟ କରିବା ଆରମ୍ଭ କଲେ। ପିଲାମାନେ, ଆମେ ଏହି କାହାଣୀରୁ ଶିକ୍ଷା ପାଇଥାଉ ଯେ କେବଳ ଧୈର୍ଯ୍ୟ ଏବଂ ସହଯୋଗ ଦ୍ୱାରା ସଫଳତା ହାସଲ କରାଯାଇପାରିବ। ତେଣୁ ସର୍ବଦା ଆପଣମାନଙ୍କର ଧୈର୍ଯ୍ୟ ରଖନ୍ତୁ ଏବଂ ଏକତ୍ର କାର୍ଯ୍ୟ କରନ୍ତୁ। ତେବେ ପିଲାମାନେ, ଆପଣ ଆଜିର କାହାଣୀକୁ କିପରି ପସନ୍ଦ କଲେ ଦୟାକରି ଆମକୁ କମେଣ୍ଟ ବକ୍ସରେ କୁହନ୍ତୁ ଏବଂ ଲାଇକ୍ ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।